ଝିପି ଝିପି ମେଘୁଆ ସଞ୍ଜ ବେଳେ ଇଚ୍ଛା ହୁଏ ଖାଇବାକୁ କିଛି ଚଟପଟା। ସ୍ୱାଦଟା ଲାଗୁଥିବ ଟିକେ ରାଗ ଲୁଣି ଆଉ ଟିକେ ଖଟା ମିଠା। ଗରମା ଗରମ ଚାଟ୍ ଗୋଟେ ପ୍ଲେଟ୍ ଯଦି ମିଳିଯିବ ସଞ୍ଜ ବେଳଟାରେ ଜମିଯିବ ସଞ୍ଜଟା ଖୁସିରେ ଖୁସିରେ। ଦର୍ଶକ ବନ୍ଧୁ ସମସ୍ତଙ୍କୁ କରୁଛି ମୁଁ ପ୍ରଣିପାତ। ମା ଗେଲୁ ହାଣ୍ଡିଶାଳକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଚଟପଟା କନ୍ଦମୂଳ ଟିକି ଚାଟ୍ ଆସନ୍ତୁ କରିବା ପ୍ରସ୍ତୁତ। ଦର୍ଶକ ବନ୍ଧୁ ଆଜି ଆମେ ପ୍ରସ୍ତୁତ କରିବା ଚଟପଟା ଚାଟ୍, ସିଏ ବି ପୁଣି କନ୍ଦମୂଳରେ ଟିକି ବନେଇକି। ବହୁତ ସ୍ୱାଦିଷ୍ଟ, ଥରେ ବନାନ୍ତୁ ଜାଣିପାରିବେ। ଆପଣମାନେ କନ୍ଦମୂଳ ଜାଗାରେ ଆଳୁର ମଧ୍ୟ ଟିକି ପ୍ରସ୍ତୁତ କରିକି ଏମିତି ଚାଟ୍ ପ୍ରସ୍ତୁତ କରିପାରିବେ। କିନ୍ତୁ କନ୍ଦମୂଳ ଆଳୁ ଅପେକ୍ଷା ଯେହେତୁ ବେଶୀ ଭଲ ଦେହ ପାଇଁ, ଆମେ ଆଜି କନ୍ଦମୂଳରେ ପ୍ରସ୍ତୁତ କରିବା ଟିକି ଚାଟ୍। ତେବେ ଆସନ୍ତୁ ଆଜିର ପ୍ରସ୍ତୁତି ଆରମ୍ଭ କରିବା। ଆମେ ପ୍ରଥମେ ନେବା କିଛି ସିଝା କନ୍ଦମୂଳ। କନ୍ଦମୂଳକୁ ସିଝେଇକି ଆମେ କ'ଣ କରିବା ନା ଚୋପାକୁ ଛଡ଼େଇ ଦେବା। ଛଡ଼େଇ ସାରିବା ପରେ ତାକୁ କୋରିଦେବା। କୋରିଦେଲେ ଭଲ ଭାବରେ ପୁରା ଚିକ୍କଣ ହୋଇକି କୋରି ହେଇଯିବ। ତାକୁ ଚକଟିଲା ବେଳେ ବିଲକୁଲ ଗୋଟା ରହିବନି, ପୁରା ଭଲ ଭାବରେ ଚକଟି ହେଇଯିବ। ଆପଣମାନେ ଚାହିଁଲେ ଭଲ ଭାବରେ ଚକଟି ମଧ୍ୟ ପାରିବେ। କନ୍ଦମୂଳ ଜାଗାରେ ଆପଣମାନେ ପୁରା ଏମିତି ଆଳୁରେ ମଧ୍ୟ ପ୍ରସ୍ତୁତ କରିପାରିବେ, ବେଶ୍ ସୁଆଦିଆ ଲାଗିବ। କିନ୍ତୁ କନ୍ଦମୂଳରେ ଆଉ ଟିକେ ଅଧିକ ଭଲ ଲାଗିବ, ଦେହ ପାଇଁ ବି ବହୁତ ଭଲ। କନ୍ଦମୂଳ ଟିକେ ହାଲକା ମିଠା ଥାଏ, ବେଶୀ ସୁଆଦିଆ ଲାଗିବ। ଏବେ ଦେଖନ୍ତୁ ଆମେ କନ୍ଦମୂଳକୁ ଏଠି କୋରିକି ଟିକେ କଡ଼କୁ ରଖିଦେବା। କନ୍ଦମୂଳ ଟିକି ପାଇଁ ଆମେ ପ୍ରସ୍ତୁତ କରିବା ଗୋଟେ ବଢ଼ିଆ ମସଲା ଗୁଣ୍ଡଟେ। ଗୋଟେ ଛୋଟ ଚାମଚ ଜିରା, ଗୋଟେ ଛୋଟ ଚାମଚ ଧନିଆ ଆଉ ଗୋଟେ ଛୋଟ ଚାମଚ ପାନମହୁରି। ଆକୁ ଆମେ କ'ଣ କରିବା ନା ଦରଦର ଗୁଣ୍ଡ କରିବା। ଏଇ ମସଲା ଗୁଣ୍ଡରେ ଟିକି ବହୁତ ବଢ଼ିଆ ଲାଗିବ, ପୁରା ବାସ୍ନା, ସ୍ୱାଦ ବି ବେଶ ବଢ଼ିଆ ରହିବ। ଏବେ ଦେଖନ୍ତୁ ଦରଦର ଗୁଣ୍ଡ କରିକି ଆମେ କନ୍ଦମୂଳ କୋରାରେ ମିଶାଇ ଦେବା। ଲଙ୍କା ଗୁଣ୍ଡ ଗୋଟେ ଛୋଟ ଚାମଚ ଦେବା। ସ୍ୱାଦ ଅନୁସାରେ ଦେବା ଲୁଣ। ତା ସହିତ ଆମେ ବାଇଣ୍ଡିଂ ପାଇଁ ଦେବା ଚାଉଳ ଗୁଣ୍ଡ। ଆପଣମାନେ ଚାହିଁଲେ କର୍ନଷ୍ଟାର୍ଚ୍ଚ ମଧ୍ୟ ଦେଇପାରିବେ, କିନ୍ତୁ ଚାଉଳ ଗୁଣ୍ଡ ଦେଲେ ବହୁତ ବଢ଼ିଆ ପୁରା କ୍ରିସ୍ପି ରହିବ ଉପରଟା। ଆଉ କର୍ନଷ୍ଟାର୍ଚ୍ଚ ଅପେକ୍ଷା ଚାଉଳ ଦେହ ପାଇଁ ବେଶୀ ଭଲ। ଏବେ ଆମେ ଚାଉଳ ଗୁଣ୍ଡ 2 ବଡ଼ ଚାମଚ ଦେଇକି ଏଇସବୁ ମସଲା ଯେଉଁ ଦେଇଛେ ତାକୁ ଭଲ ଭାବରେ କନ୍ଦମୂଳ କୋରା ସହିତ ଚକଟି ଦେବା ବା ଗୋଳେଇ ଦେବା। ଏବେ ଦେଖନ୍ତୁ ଆମେ ଛୋଟ ଛୋଟ ଗୁଳା ବାହାର କରିବା ସେଥିରୁ, ଆଉ ତାକୁ ଚେପ୍ଟା ଚେପ୍ଟା କରିକି ପୁରା ଛୋଟ ଛୋଟ ଯେମିତି ଟିକି ପ୍ରସ୍ତୁତ କରନ୍ତି, ଆମେ ସେମିତି ଛୋଟ ଛୋଟ ଆକାର କରିକି ତାକୁ ରଖିବା। ବେଶ ସୁଆଦିଆ ଲାଗିବ। ଆପଣମାନେ ଏମିତି ସିଧାସଳଖ ଟିକି ମଧ୍ୟ ଖାଇବେ, ଏତେ ସ୍ୱାଦିଷ୍ଟ, ପୁରା ବଢ଼ିଆ ଲାଗିବ। ଉପରୁ ପୁରା ମୁସମୁସିଆ, ଭିତରଟା ପୁରାପୁରି ନରମ। ଏମିତି ଚାହିଁଲେ ଆପଣମାନେ ଛାଣିକି ମଧ୍ୟ ଖାଇପାରିବେ, କିନ୍ତୁ ନ ଛାଣିକି ଆପଣମାନେ ଅଳ୍ପ ଟିକେ ତେଲ କିମ୍ବା ଘିଅରେ ଭାଜନ୍ତୁ, ଦେଖିବେ ସ୍ୱାଦଟା ବହୁତ ବଢ଼ିଆ ରହିବ। ଏବେ ଆମେ ଉପରେ ଆଉ ଟିକେ ଚାଉଳ ଗୁଣ୍ଡ ପକାଇଦେବା, ଆଉ ଟିକେ ଅଧିକ କ୍ରିସ୍ପିନେସ୍ ପାଇଁ। ଏବେ ଆମେ ବସାଇଦେବା ତାୱା ହେଉ କିମ୍ବା କଡ଼େଇ ହେଉ, ସେଥିରେ ଦେଇଦେବା ଦେଶୀ ଘିଅ। ଘିଅରେ ଭାଜିବେ କନ୍ଦମୂଳର ଟିକି, ବେଶୀ ସୁଆଦିଆ ଲାଗିବ। ଆଉ ଘିଅ ବି ଦେହ ପାଇଁ ବେଶୀ ଭଲ ତେଲ ଅପେକ୍ଷା। ସେଥିପାଇଁ ଆମେ କ'ଣ କରିବା ନା ତାୱାରେ ଦେଇଦେବା 2 ବଡ଼ ଚାମଚ ଦେଶୀ ଘିଅ। ତାପରେ ଆମେ ଏଇ ଯେଉଁ କନ୍ଦମୂଳର ଟିକି ପ୍ରସ୍ତୁତ କରିଛେ ଛୋଟ ଛୋଟ, ତାକୁ ଆମେ କ'ଣ କରିବା ନା କମ୍ ଜାଳରେ ଭାଜିବା। ଗୋଟେ ପଟ ଯେତେବେଳେ ବଢ଼ିଆ ଭାବରେ ହାଲକା ବାଦାମୀ ରଙ୍ଗ ହେଇଯିବ, ତାପରେ ଓଲଟେଇକି ଆର ପଟଟିକୁ ମଧ୍ୟ ସେମିତି ହାଲକା ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ତାକୁ ଭାଜିବେ। ବେଶୀ ସମୟ ଲାଗିବନି। ଦେଖନ୍ତୁ ବହୁତ ବଢ଼ିଆ ବାସ୍ନା ମଧ୍ୟ ଆସିବ। ଦେଶୀ ଘିଅରେ କନ୍ଦମୂଳ ଟିକିକୁ ଆପଣମାନେ ଯେତେବେଳେ ଭାଜିବେ, ବାସ୍ନା ବଢ଼ିଆ ରହିବ, ସ୍ୱାଦ ବି ବେଶ ବଢ଼ିଆ ରହିବ। ଏବେ ଦେଖନ୍ତୁ କେତେ ସୁନ୍ଦର ରଙ୍ଗ ଆସିଛି। ଏମିତି ପୁରାପୁରି ଉପରୁ ଆପଣମାନେ ଦେଖିକି ଜାଣିପାରୁଥିବେ କେତେ କ୍ରିସ୍ପି ହେଇଛି। ଏବେ ଆମର ଦେଖନ୍ତୁ କନ୍ଦମୂଳ ଟିକି ପୁରାପୁରି ବଢ଼ିଆ ଭାବରେ ପ୍ରସ୍ତୁତ ହେଇଯାଇଛି। ଆପଣମାନେ ଚାହିଁଲେ ଧନିଆ ପୁଦିନା ଗ୍ରୀନ୍ ଚଟଣି ହେଉ କିମ୍ବା ଟମାଟୋ ସସ୍ ହେଉ, ତା ସହିତ ମଧ୍ୟ ଏଇ ଗରମା ଗରମ କନ୍ଦମୂଳ ଟିକିକୁ ମଧ୍ୟ ଖାଇପାରିବେ। ଆମେ ଯେହେତୁ ଆଜି କନ୍ଦମୂଳ ଟିକି ଚାଟ୍ ପ୍ରସ୍ତୁତ କରିବା, ସେଥିପାଇଁ ଆମେ କ'ଣ କରିବା ଦେଖନ୍ତୁ, ଆମେ ପ୍ରଥମରୁ ଘୁଗୁନି ପ୍ରସ୍ତୁତ କରିକି ରଖିଥିବା। ଘୁଗୁନି ତ ଆପଣମାନଙ୍କୁ ସମସ୍ତଙ୍କୁ ପ୍ରସ୍ତୁତ କରି ଆସିଛି। ମଟର ଆଳୁକୁ ସିଝେଇ ଦେବେ, ପିଆଜ ରସୁଣ ଅଦା ଛେଚା ଦେଇକି ତାକୁ ବଢ଼ିଆ ଭାବରେ କଷେଇକି ଟମାଟୋ କଟା, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ଦେଇକି ବଢ଼ିଆ ଭାବରେ ମସଲାକୁ କଷି ହେଇଗଲା ପରେ ଏଇ ମଟର ଆଳୁ ସିଝାକୁ ପକେଇକି ଘୁଗୁନି ପ୍ରସ୍ତୁତ କରିଦେଇଥିବେ। ଯେତେବେଳେ ଚାଟ୍କୁ ପରସିବେ, ପ୍ଲେଟ୍ରେ ହେଉ କିମ୍ବା ପତ୍ର ଠୋଲାରେ ହେଉ, ଆପଣମାନେ ପ୍ରଥମେ ଗରମା ଗରମ ଘୁଗୁନିକୁ ବାଢ଼ି ଦେବେ। ତା ଉପରେ
पूरा देसी घिरे क्रिस्पी होगी भजा हो जाइथिबा कंदमूल टिके को रखिदेवे आउ ता उपरे किछि पूरा गुंड होइकी कटा होइथिबा पियाज किछि कटा धनिया पत्र किछि कटा कंचा लंका देदेवे ता सहित चाट मसला टिके कला लूण टिके भजा जीरा गुंड टिके आउ काश्मीरी लंका गुंड टिके यही सब टिके छिंची देबे बास्ना और स्वाद बेस बढ़िया रहिबो। ता सहित धनिया पुदीना ग्रीन चटनी आउ ता सहित आमे देदेबा पुणी खट्टा मीठा खजूरी तेंतुलीर चटनी एते सुआदिया लागिबो आपण माने थरे बनांतु जानि परिबे बेस सुआदिया। एमिति कंदमूल टिके चाट को परसी दिंतु गरमा गरम ए ठंडा ठंडा मेघुआ पागरे ता ऊपर आपण माने आलू भुजिया हो किंबा सेव हो किंबा जेकोसी चिप्स हो मध्य आपण माने परसी देबे देखिबे छुआठू नै कि बड़ पर्यंत समस्ते केते खुशी रे खाइबे। बेस सुआदिया थरे प्रस्तुत करंतु खांतु समस्त को खुआंतु देखिबे समस्त को बहुत बढ़िया लागिबो। तेबे आजिर प्रस्तुति आपण मानको केमिति लागिला विनम्रतार सहित अनुरोध निश्चय जणैबे। जदि भल लगी थाए तेबे लाइक शेयर सब्सक्राइब करदेबा सहित बेल आइकन को प्रेस करदेबे जहा फल कि प्रत्येक वीडियोर नोटिफिकेशन आपण माने सर्वप्रथमे पाई परिबे ता सहित हाइप मध्य करदेबे। तेबे आजि पई एतिकी पुणी देखा हेबा आउ गोटे चलचित्र रे आउ गोटे व्यंजन सहित। जय जय जगन्नाथ।